ଜାତୀୟ ନମୁନା ସର୍ବେକ୍ଷଣ ଆଞ୍ଚଳିକ କାର୍ଯ୍ୟାଳୟ ଭାରତ ସରକାର ଭୁବନେଶ୍ୱରଙ୍କ ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ଜାଗା ମିଶନ ଉପଦେଷ୍ଟା ଶ୍ରୀମତୀ ଶାଶ୍ୱତୀ ମିଶ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମହିଳାମାନଙ୍କ ଉପରେ ବିନିଯୋଗ ପ୍ରଗତି ତ୍ୱରାନ୍ୱିତ ଉପରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ। କାର୍ଯ୍ୟକ୍ରମରେ ଯୋଗଦେଇଥିବା ବିଶିଷ୍ଟ ଅତିଥିମାନଙ୍କ ମଧ୍ୟରେ ଥିଲେ ଓଡ଼ିଶା ସିନେ ଜଗତର ବିଶିଷ୍ଟ ଅଭିନେତ୍ରୀ ତଥା ଓଡ଼ିଶୀ ନୃତ୍ୟଶିଳ୍ପୀ ଶ୍ରୀମତୀ ପ୍ରତିଭା ପଣ୍ଡା, ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସୁକୁନ ଫାଉଣ୍ଡେସନର ପ୍ରତିଷ୍ଠାତ୍ରୀ ତଥା ଆନ୍ତର୍ଜାତିକ ମହିଳା ପରିଷଦ ଭୁବନେଶ୍ୱର ମହିଳା ସଭାପତି ଶ୍ରୀମତୀ ରଶ୍ମିତା ମଲ୍ଲିକ, ସମ୍ ଅଲ୍ଟିମେଟ୍ ମେଡିକେୟାର ଭୁବନେଶ୍ୱର ହୃଦ ବିଭାଗର ବରିଷ୍ଠ ଟେକ୍ନିସିଆନ୍ ଶ୍ରୀମତୀ ଜ୍ୟୋତ୍ସ୍ନା ବାରିକ, ସାମ୍ବାଦିକା ମିସ୍ ଆଲଫା ରାୟ। ମଞ୍ଚାସୀନ ଅତିଥିମାନେ ମହିଳାମାନଙ୍କୁ ସାମାଜିକ ନ୍ୟାୟ ଏବଂ ଅଧିକାର ଉପରେ ଆଲୋକପାତ କରିଥିଲେ। ଜାତୀୟ ନମୁନା ସର୍ବେକ୍ଷଣ କାର୍ଯ୍ୟାଳୟ ଭାରତ ସରକାରଙ୍କ ପକ୍ଷରୁ ବରିଷ୍ଠ ପରିସଂଖ୍ୟାନ ଅଧିକାରୀ ଶ୍ରୀମତୀ ଚିଦମ୍ବରୀ ସାହୁ ଏବଂ ଶ୍ରୀମତୀ ପାନା ବେଶ୍ରା ଅଭିଭାଷଣ ରଖିଥିଲେ। କାର୍ଯ୍ୟକ୍ରମଟିକୁ ଆଗେଇ ନେବା ପାଇଁ ଶ୍ରୀମତୀ ସୁପ୍ରଭା ପଣ୍ଡିତ ସୁନ୍ଦର ଭାବେ ସଞ୍ଚାଳନ କରିଥିଲେ। ସହାୟକ ନିର୍ଦ୍ଦେଶକ ଶ୍ରୀ ପ୍ରମୋଦ କୁମାର ମଲ୍ଲିକ, ତପନ କୁମାର ମିଶ୍ର, ସତ୍ୟପ୍ରସନ୍ନ ମିଶ୍ର କାର୍ଯ୍ୟକ୍ରମଟିକୁ ସୁଚାରୁ ରୂପେ ପରିଚାଳନା କରିଥିଲେ। ବ୍ୟୁରୋ ରିପୋର୍ଟ, ଏକାମ୍ର ନ୍ୟୁଜ।